ଭିକାରୀ ଭାଇଙ୍କ ବିଷୟରେ କହିବା ଆଉ କଣ, ଗ୍ରାମବାସୀ ସମୟ ଜାଣିଛନ୍ତି ତାଙ୍କର ହଉଛନ୍ତି ସେ ଜଣେ ସୁନା ପୁଅ। ଯେମିତି କହନ୍ତି କୋଟିଏରେ ଗୋଟିଏ, ସେମିତି ଭିକାରୀ ଭାଇ ହଉଛନ୍ତି ଗୋଟେ କୋଟିଏରେ ଗୋଟିଏ। ଆଜି ଭାଇଙ୍କର ଆମେ ଦୀପ ପ୍ରଜ୍ୱଳନ ଆଉ ଶୋକ ସଭା ପାଳନ କରୁଛୁ। ଆଉ ଯେହେତୁ ଭାଇଙ୍କ ସହିତ ମୋର ଚିରାଚରିତ ଭାବେ ଜଡିତ, ସେଇ ଗ୍ରାମର ଲୋକ ମୁଁ ନହେଲେ ବି ଏ ଗାଁର ଲୋକ ବୋଲି ମୁଁ ଭାବେ ନିଜକୁ, କାହିଁକି ନା ମୋ ଭାଇ ଅଛନ୍ତି, ବଡ ଭାଇ, ଯେହେତୁ ସେ ସହ କଳାକାର ମୋ ସହିତ ଥିଲେ ଚଳଚ୍ଚିତ୍ର ଜଗତରେ। ଆଉ ଅନେକ ତାଙ୍କ ସହିତ ମୁଁ ଅଭିନୟ କରିଛି, କିନ୍ତୁ ଚଳଚ୍ଚିତ୍ରରେ ନୁହେଁ, ଅଲଗା ଯୋଉ ଭଜନ ଫଜନ ଭାଇକି ନେଇ କରିଥିଲି ସେ ସବୁ ରହିଛି, ଏବଂ ମେଣ୍ଟାଲ ଫିଲ୍ମ ଆମେ ମୋ ଭାଇଙ୍କ ସହିତ କରିଥିଲି। କିନ୍ତୁ ଭିକାରୀ ଭାଇ ଏଭଳି ଜଣେ ଲୋକ, ଅନ୍ୟତମ ଲୋକ, ଏ ଗ୍ରାମର ସେ ବରିଷ୍ଠ ଲୋକ, ତା ସହିତ ଆମ ସିନେ କଳାକାରର ଜଣେ ବରିଷ୍ଠ କଳାକାର। ତେଣୁ ଭିକାରୀ ଭାଇଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ। ଏତିକି ପ୍ରଭୁ ଜଗନ୍ନାଥ ଙ୍କୁ ଏତିକି ମୁଁ ପ୍ରାର୍ଥନା କରୁଛି, ପରିବାର ତାଙ୍କର ସମସ୍ତେ ଦୀର୍ଘାୟୁ ହୁଅନ୍ତୁ ଏବଂ ଶୁଭକାମନା ମୁଁ ମନାସିବି। ଭିକାରୀ ଭାଇଙ୍କ ବିଷୟରେ କହିବା ଆଉ କଣ, ଗ୍ରାମବାସୀ ସମୟ ଜାଣିଛନ୍ତି ତାଙ୍କର ହଉଛନ୍ତି ସେ ଜଣେ ସୁନା ପୁଅ। ଯେମିତି କହନ୍ତି କୋଟିଏରେ ଗୋଟିଏ, ସେମିତି ଭିକାରୀ ଭାଇ ହଉଛନ୍ତି ଗୋଟେ କୋଟିଏରେ ଗୋଟିଏ। ମୋ ମତରେ ସିଏ ହଉଛନ୍ତି ମୋ ପାଇଁ ଗୋଟେ ଷଣ୍ଢ ମାର୍କା ଟୋକା ଆମର ଏଇ ଅଞ୍ଚଳର। ତେଣୁ ଯଦି ଏ ଗ୍ରାମବାସୀ କି ପୁରପଲ୍ଲୀରେ ବା ଅଲଗା ଜାଗାରେ କିଏ ଚିହ୍ନିବେ, ଭିକାରୀ ଭାଇଙ୍କ ଥ୍ରୁରୁ ଚିହ୍ନନ୍ତି ବୋଲି ମୋର ଆଶା ଆଉ ଭରସା। ତେଣୁ ସିଏ ଏଇଠି ବସନ୍ତି, ସମସ୍ତେ ଯିଏ ଯିବେ, ଯେମିତି ଅନ୍ନଛତ୍ର ଖୋଲା ହେଇଛି, ଯିଏ ଯିବ ସେ ଚାହାଟି ପିଏ ଭିକାରୀ ଭାଇ। ତେଣୁ ମୋର ମନ ତିଳେ ମାତ୍ର ଦୁଃଖ ନାହିଁ, କାହିଁ ଭାଇ ସେଇ ଚାରାଟାକୁ ବଞ୍ଚେଇ ଦେଇ ଗଲେ ଯେ ମୁଁ ଯାଇଛି, ଇଏ ସବୁ ଭାଇଚାରାଟାକୁ ନେଇକରି କେମିତି ସଂଗଠିତ କରିବ ଏବଂ ପ୍ରତିବର୍ଷ କେମିତି ଦୁର୍ଗା ପୂଜା ମାଙ୍କର ପାଳନ ହବ, ସେ ଆଗଧାଡ଼ିରେ ଥିଲେ। ଯେ ତାଙ୍କ ଅନ୍ତେ ଆମେ ଯୋଉ ଭାଇଚାରା ନେଇକରି ଆମ ସାର୍ ମାନେ, ବଡ ଭାଇ ମାନେ, ସାନ ଭାଇ ମାନେ ଅଛୁ, ଆମେ ତାକୁ ପାଳନ କରିବୁ। ତେଣୁ ଯାହା ଭଗବାନଙ୍କ ନିର୍ଦ୍ଦେଶ ସେ ଅନୁସାରେ ଚାଲିଛି। ଆଉ ଆମେ ଆଜି ଗୋଟା ଦୁଃଖ ସହକାରେ କହୁଛୁ, ଆମ ଗାଁରେ ଆଜି ଆମର ବରିଷ୍ଠ ଉପଦେଷ୍ଟା, ଆମ ଗ୍ରାମ୍ୟର ମୁରବୀ ତଥା ଆମର ଗୁରୁଜନ ଭିକାରୀ ସ୍ୱାଇଁ ଆଉ ଆମ ପାଖରେ ନାହାନ୍ତି। ତାଙ୍କ ପାଇଁ ଆଜି ଆମେ ଏକ ଦୀପଦାନ କରିଥିଲୁ, ଶୋକ ସଭା କରିଥିଲୁ। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମସ୍ତେ କିଛି କିଛି ଉଚ୍ଚାରଣ କଲୁ। ଆଉ ଆମେ ବହୁତ ମର୍ମାହତ, ଆଜି ସିଏ 5 ଦିନ ହେଲା ଛାଡ଼ିକି ଚାଲିଗଲେଣି। ସବୁବେଳେ ସେ ଆମ ସହିତ ସବୁ କାର୍ଯ୍ୟକ୍ରମରେ ଯୋଗ ଦେବା, ଗ୍ରାମର କିଭଳି ଭାବରେ ଉନ୍ନତି କରିବା ଆମକୁ ଉପଦେଶ ଦେବା। ଚକେଇଶାଣୀ ଦୁର୍ଗା ପୂଜା କମିଟିର ଜଣେ ଆଗ ଧାଡ଼ିର କର୍ମକର୍ତ୍ତା ହିସାବରେ ଆମକୁ ସବୁବେଳେ ଉପଦେଶ ଦେବା, ସାହାଯ୍ୟ ସହଯୋଗ କରିବା, ସେସବୁ ଆମେ ହରେଇ ବସିଲୁ। ପ୍ରଭୁ ଜଗନ୍ନାଥଙ୍କ ପାଖରେ ଆମେ ନିବେଦନ କରୁଛୁ, ତାଙ୍କର ସ୍ୱର୍ଗୀୟ ଆତ୍ମା ଶାନ୍ତି ପାଉ। 1990 ମସିହାରୁ ଆମେ ଏକାଠି ସବୁ କାମରେ ଆମେ ଏକାଠି ରହୁଛୁ। ତାଙ୍କ ଘର ବି ମଧ୍ୟ ଆମର, ତାଙ୍କ ମାମୁଁ ଘର ଆମ ଗାଁରେ। ତେଣୁ ବହୁତ ସମୟ ଧରିକିରି ଆମେ ଏକାଠି ସବୁଆଡ଼େ ବୁଲାବୁଲି କରିବାଠୁ ଆରମ୍ଭ କରି ଦୁର୍ଗା ପୂଜାରେ ଏକାଠି ଜନପଥରେ ଯିବାଠୁ ଆରମ୍ଭ କରି ସବୁ ପ୍ରକାର ଆମେ ମିଶିକିରି ସବୁ କାର୍ଯ୍ୟ କରୁଥିଲୁ। ଆଉ ଏଇ ଛକଟି ଆଜିଠାରୁ ଶୂନ୍ୟ ହେଇଗଲା, ଏଇ ଛକଟି ଶୂନ୍ୟ ହେଇଗଲା। ତାଙ୍କୁ ଦେଖିବ ସକାଳୁ ସକାଳୁ ସେ ବସିଥିବେ, ତାପରେ ସନ୍ଧ୍ୟା ହେଲା ବେଳକୁ ରାତି 9ଟା 10ଟା ବେଳକୁ ସେ ଘରକୁ ଯାଆନ୍ତି। ଏବଂ ସେ ଗୋଟେ ଅନୁଷ୍ଠାନ ଥିଲେ, ସେ ଭିକାରୀ ସ୍ୱାଇଁ ଜଣେ ଏକୁଟିଆ ନଥିଲେ, ସେ ଯୋଉଠିକି ଯାଉଥିଲେ ଗୋଟେ ଅନୁଷ୍ଠାନ ସୃଷ୍ଟି କରୁଥିଲେ। ହସ ହସ ବଦନ, ସବୁବେଳେ ଯାହାକୁ ଦେଖିଲେ ଗୋଟେ ହଁ ଭାଇଚାରା, ଏ ଜିନିଷଟା ଏ ସମସ୍ତ ବର୍ତ୍ତମାନ ଫିଲ୍ କରିବେ ଯେ ଭାଇ ଆମକୁ ଛାଡ଼ିକିରି ଚାଲିଗଲେ। ଯେ ସମସ୍ତେ ତାଙ୍କୁ ଚିହ୍ନନ୍ତି, ଏଠି ଚକେଇଶାଣୀକି ଛାଡ଼ିଦେଲେ ବାହାରେ ମଧ୍ୟ ତାଙ୍କର ବହୁତ ପରିଚୟ ଥିଲା। ଏବଂ ଫିଲ୍ମ ସେ ବହୁତ ଭଲ ଉଚ୍ଚକୋଟୀର କଳାକାର ଥିଲେ, 150ରୁ ଉର୍ଦ୍ଧ୍ୱ ଫିଲ୍ମରେ ମଧ୍ୟ ରୋଲ୍ କରିଥିଲେ। ମୋତେ ମଧ୍ୟ ଟାଣି ଟୁଣିକିରି ନାଗଫାସ ହେଇଥିଲା 2000 ମସିହାରେ, ସେଥିରେ ମଧ୍ୟ ଆମକୁ ଗୋଟେ ରୋଲ୍ ଦେଇକିରି କହିଲେ ଭାଇନା ତମେ ଗୋଟେ ରୋଲ୍ କର, ନହେଲେ ମୁଁ ଛାଡ଼ିବିନି। ତେଣୁ ବହୁ ଶିଷ୍ୟ ମଧ୍ୟ ଉତାରିଛନ୍ତି ଆମର ଡ୍ରାଇଭିଂ ଲାଇନରୁ। ସେମାନେ ଯୋଉଠି ଦେଖନ୍ତି, ମୁଁ ନିଜେ ଦେଖିଛି, ସବୁ ସମୟ ଯାଇଛି, ପାଦ ଧୂଳି ନେଇକିରି ମୁଣ୍ଡିଆ ମାରିବା, ଇଏ କରିବା, ସେ ଯୋଉଠିକି ଯାଆନ୍ତି ତାଙ୍କର ପରିଚୟ ସୃଷ୍ଟି। ତେଣୁ ମୁଁ ଆଜି ତାଙ୍କର ମୋର ଆତ୍ମାର ସଦ୍ଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି। ଆଜି ତ ତାଙ୍କର ହଉଛି 5ମ ଦିନ, ସେ ଆମକୁ ଛାଡ଼ି ଚାଲି ଯାଇଛନ୍ତି। ତାଙ୍କ ଉଦ୍ଦେଶ୍ୟରେ ଆମେ ଆଜି ଚକେଇଶାଣୀ ଗ୍ରାମ କମିଟି, ଚକେଇଶାଣୀ ଦୁର୍ଗା ପୂଜା କମିଟି ଏବଂ ଡିଏନ୍ଏ କ୍ଲବ ଚକେଇଶାଣୀ ବଜାର କମିଟି ସମସ୍ତେ ଆଜି ବହୁତ ଲୋକ ଉପସ୍ଥିତ ହୋଇ ଆମେ ଆଜି ଦୀପଦାନ କଲୁ। ଏବଂ ସେ ଜଣେ ଏମିତି କଳାକାର ଅଛନ୍ତି, ଏମିତି କଳାକାର ଥିଲେ, ତାଙ୍କର ଆମେ
ଆଜି ଉପସ୍ଥିତି ଅନୁଭବ କରୁଛୁ ଏବଂ ସେ ଜଣେ ଏମିତି ଦିଗ୍ଦର୍ଶକ ଥିଲେ ତାହା ଆମକୁ ଦିଗ୍ଦର୍ଶନ ଦେଇଛନ୍ତି। ତାଙ୍କର ଯୋଉ ଭାଇଚାରା ଥିଲା, ତାଙ୍କର ଯୋଉ ଉଚ୍ଚକୋଟୀର ଆକାଂକ୍ଷା ଥିଲା, ସେ ଆମକୁ ବିତରଣ କରିଛନ୍ତି। ଆମେ ତାଙ୍କ ପାଖରେ ଆଜି ଚିର ନମସ୍କାର ରହିଯାଇଛୁ ଏବଂ ସେ ଯୋଉ ଜଣେ ଉଚ୍ଚକୋଟୀର ଡ୍ରାଇଭର ଥିଲେ, ସେ ବହୁତ ଶିଷ୍ୟ ସୃଷ୍ଟି କରିଛନ୍ତି ଏବଂ ଆମ ଗ୍ରାମର ପରିଚୟ ମଧ୍ୟ ସେ ସୃଷ୍ଟି କରିଛନ୍ତି। ଯୋଉ ଜାଗାକୁ ଯାଉ କେହି ଜାଣୁନଥିଲେ, ସେ କହୁଥିଲେ ଭିକାରୀ ବାବୁଙ୍କ ଦେଶ ତ ଗ୍ରାମ ତ, ତେଣୁ ସେ ଜାଣୁଥିଲେ ଯେ ଭିକାରୀ ବାବୁ ଚକେଇଶାଣୀର ପରିଚୟ ପାଉଥିଲା। ତେଣୁ ଆମେ ତାଙ୍କ ଆତ୍ମାର ଶାନ୍ତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ, ତାଙ୍କର ଆତ୍ମା କିପରି ଶାନ୍ତି ପାଉ ଏବଂ ତାଙ୍କ ପରିବାର ସମସ୍ତେ ଠିକ ସୁରୁଖୁରୁରେ ରୁହନ୍ତୁ। ଆମର ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା। ଆଜି ଆମର ବରିଷ୍ଠ ମୁରବୀ ତଥା ଆମ ଗ୍ରାମର ବଡ଼ ଭାଇ, ସାରା ଓଡ଼ିଶାରେ ସିନେ ଜଗତରେ ନାଁ କମେଇଥିବା, ଆମକୁ ଦୁଃଖ ସୁଖରେ ସାହା ହେଉଥିବା ଏବଂ ଦିଗ୍ଦର୍ଶନ ଦେଉଥିବା ବଡ଼ ଭାଇ ଭିକାରୀ ସ୍ୱାଇଁ ଆମ ଗ୍ରହଣରେ ନାହାନ୍ତି। ତାଙ୍କର ଆଜି ପଞ୍ଚମ ଦିନ। ଆମ ଚକେଇଶାଣୀ ଗ୍ରାମ କମିଟି ଏବଂ ଦୁର୍ଗା ପୂଜା କମିଟି ଏବଂ କ୍ଲବ ସମସ୍ତେ ଯୁବ ଛାତ୍ର ସମସ୍ତେ ଆଜି ଏକତ୍ରିତ ହୋଇ ଭାଇକି ଆଜି ଗୋଟେ ଶୋକ ସଭା ଭାଇଙ୍କ ପାଇଁ କରାଯାଇଥିଲା।